ଆଜିଠୁ ଆରମ୍ଭ ହୋଇଛି ପୂର୍ବ ଭାରତର ପ୍ରସିଦ୍ଧ ବାବା ଚନ୍ଦନେଶ୍ୱର ଶୈବପୀଠର ଚଡ଼କ ପର୍ବ। ଏବଂ এই ଚଡ଼କ ପର୍ବର ସବୁଠୁ ବଡ଼ ପର୍ବ ଯେ ଆରମ୍ଭ ପର୍ବ ବା ପ୍ରାରମ୍ଭିକ ପର୍ବ ହେଉଛି ପୋଡ଼ା ଛେଦନ ବାଉଁଶ। ଏବଂ এই ପୋଡ଼ା ଛେଦନ ବାଉଁଶ କଟାଯିବା ପରେ ମନ୍ଦିରକୁ ପଶିବ ଏବଂ ମନ୍ଦିରକୁ ପଶିଲା ପରେ ଆରମ୍ଭ ହବ ପଇତା ଧାରଣ। ମୋ ସହିତ ଚନ୍ଦନେଶ୍ୱର ମନ୍ଦିର ଯେ ମୁଖ୍ୟ ଅଛନ୍ତି ତପନ କୁମାର ପଣ୍ଡା ଅଛନ୍ତି, ମୌରସୀ ଅଛନ୍ତି ଏବଂ ତାଙ୍କଠୁ ପଚାରି ବୁଝିବା ଯେ ଏଇ ଯୋଉ ପୋଡ଼ା ବାଉଁଶ ଛେଦନ କଣ ଏବଂ এই ପ୍ରକ୍ରିୟା ଆରମ୍ଭ ହେବା ପରେ କଣ କଣ ନୀତିକ୍ରାନ୍ତି ରହିଛି ବାବାଙ୍କର ସେ ନେଇକି ଆଲୋଚନା କରିବା। ଆଜି ଯୋଉ ପୋଡ଼ା ବାଉଁଶ ଛେଦନ ପ୍ରକ୍ରିୟା ଏ କଣ ପ୍ରକ୍ରିୟା ଏବଂ ଆଜିଠୁ କଣ କେମିତି ବ୍ୟବସ୍ଥା ରହିଛି? ପ୍ରଥମେ ବାବା ଚନ୍ଦନେଶ୍ୱରଙ୍କର ଆଦି ମନ୍ତ୍ରଟି କହିବି। ହୁଗୁଳି ଗ୍ରାମ ମଧ୍ୟସ୍ଥ ଜଳଯନ୍ତ୍ର ପ୍ରକାଶିତମ୍ କାମନଂ ବରଦାତାରଂ ବନ୍ଦେ ଶ୍ରୀ ଚନ୍ଦନେଶ୍ୱରମ୍। ସେଇ ଦେବାଦିଦେବ ମହାଦେବ ଯେ ଜଳଯନ୍ତ୍ର ହିସାବରେ ଅଛନ୍ତି। ଆଜି ଏ ଯୋଉ ଆପଣଙ୍କର ବିଶେଷ କରି ଓଡ଼ିଶା, ପଶ୍ଚିମବଙ୍ଗ, ଝାଡ଼ଖଣ୍ଡ ଏବଂ ବିହାର ସବୁଆଡୁ ଯାଟା ଗୋଟେ ବୃହତ୍ ଚଡ଼କ ପର୍ବ, ଓଡ଼ିଶାର ଦ୍ୱିତୀୟ ବୃହତ୍ ଚଡ଼କ ପର୍ବ କହିଲେ ଅତ୍ୟୁକ୍ତି ହେବନି। ଆଜି ତାହାର ଶୁଭାରମ୍ଭ 12 ତିଥି ଅନୁସାରେ 13 ଅର୍ଘ୍ୟରୁ ଆରମ୍ଭ ହେବା କଥା, କିନ୍ତୁ ଆଜି 14 ଅର୍ଘ୍ୟରେ ଏ ଯୋଉ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ଆମର ସମସ୍ତ ସେବାୟତ ମାନେ ମନ୍ଦିରରେ ଯାଇ ଏମିତି ଭାବରେ ରୁଦ୍ରାଭିଷେକ କରି ବାବାଙ୍କର ଆଜ୍ଞାମାଳ ନେଇ ବିରାଟ ପଟୁଆରରେ ଆସି ଏଠି ଯୋଉ ରହିଛନ୍ତି ଆମର ଝାଡେଶ୍ୱର ମହାନ୍ତିଙ୍କର ତାଙ୍କର ଯୋଉ ବାଉଁଶ ବାଡିର ବାଉଁଶ ସେଇଠୁ ତାଙ୍କର ଅନୁମତି ରହିଥିଲା। ସେ ମଧ୍ୟ ଇଏ କରିଥିଲେ ବାବାଙ୍କ ପାଖରେ ତାଙ୍କର ଇଏ କରିଥିଲେ ଆମର ଯୋଉ ମାନସିକ କରିଥିଲେ, ଯୋଉଥି ପାଇକି ଆଜି ସେ ପୋଡ଼ା ବାଉଁଶ କଟା ଯାଉଛି। ପୋଡ଼ା ବାଉଁଶର ଉଦ୍ଦେଶ୍ୟ ଆପଣ ମାନେ ଜାଣିଥିବେ। ଇଏ ପୋଡ଼ା ବାଉଁଶ ଗଲା ପରେ ପ୍ରତ୍ୟେକ ପୋଡ଼ାକୁ ଯାଇକି ଯେତେବେଳେ ପ୍ରତ୍ୟେକ ଲୋକଙ୍କ ନାଁରେ ସେମାନେ ସେବାୟତ ମାନେ ଯାଇକି ଆଜ୍ଞାମାଳ ଆଣିବେ ଏବଂ ସେଠୁ ଯାଇକି ଗଲା ପରେ ପ୍ରତି ପୋଡ଼ାକୁ ପୋଡ଼ା ପ୍ରତ୍ୟେକ ଦିନ ଯିବ। ପ୍ରତ୍ୟେକ ପୋଡ଼ାକୁ ଯାଇ ଲୋକଙ୍କର ଯୋଉ ମନସ୍ସି ଥିବେ ତାଙ୍କୁ ସେ ନିଶ୍ଚିତ ଭାବରେ ଦିଆ ଐକାନ୍ତିକ ଭକ୍ତିରେ ତାଙ୍କୁ ମନାସିବ, ସେ ନିଶ୍ଚିତ ତାର ଫଳପ୍ରଦ ହବ। ଏହା ହେଉଛି ପୋଡ଼ା ବାଉଁଶର ଉଦ୍ଦେଶ୍ୟ। ଏବଂ ଆଜି ପାଖରୁ ଆମର ଶୁଭାରମ୍ଭ ହେଲା 13 ଦିନ ଧରି ଚାଲିବ। ମୁଖ୍ୟତଃ ଆପଣଙ୍କର କାମିନୀ ବିବାହ, ନୀଳ ପର୍ବ ଏବଂ ପାଟ ପର୍ବ ତିନୋଟି ସମାପ୍ତ ପରେ ଆମର 1 ତାରିଖ 13 ତାରିଖ ଦିନ ସମାପ୍ତ ଏବଂ 14 ତାରିଖ ଦିନ ମହାବିଷୁବ ସଂକ୍ରାନ୍ତି। ଏଇ ହେଉଛି ଆଜିର ଯୋଉ ପ୍ରଥମ ଦିବସରେ ବିରାଟ ପଟୁଆରରେ ସମସ୍ତ ସେବାୟତ ମାନେ ଏବଂ ଯୋଉ ଭକ୍ତ ମଣ୍ଡଳୀ ସମସ୍ତେ ଆସିକି ଏଠି ପହଞ୍ଚିଛନ୍ତି, ବାବାକୁ ମନାସୁଛନ୍ତି। ଯିଏ ଯେମିତି ଭାବର ସେ ପୋଡ଼ା ବାଉଁଶ ପାଖରେ ପ୍ରାର୍ଥନା କରିବ ତାଙ୍କର ଇଏ ହେଉଛି ବିଶ୍ୱାସ ଏବଂ ଇଏ ହେଉଛି କଠିନ ଆରାଧ୍ୟାର ପର୍ବ। ଅର୍ଥାତ୍ କିଏ ଦେହରେ କଣ୍ଟା ଫୋଡ଼ିବେ, କିଏ ଉପବାସ କରିବେ ଏବଂ 13 ଦିନ ଯାକ ଏ ପର୍ବ ଚାଲିବ। ଏବଂ ୟା ଭିତରେ ସବୁଠୁ ବଡ଼ କଥା ମୁଁ ଚିତ୍ର ଦେଖିବି, ଇଏ ହେଉଛି ସେଇ ବାଉଁଶ ଗଛ ଯୋଉଠୁ ବାଉଁଶ କଟା ଯିବା ପରେ ମନ୍ଦିରକୁ ପ୍ରବେଶ କରିବ ଏବଂ ମନ୍ଦିରକୁ ପ୍ରବେଶ କଲା ପରେ ଆଜିଠୁ ଆରମ୍ଭ ହେବ ଏ ବିଶ୍ୱ ପବିତ୍ର ପରଯାତ୍ରା। ଏଇ ଯୋଉ ବାଉଁଶ କଟା ହଉଛି ଲୋକଙ୍କର ବିଶ୍ୱାସ ରହିଛି, ଏ ବିଶ୍ୱାସର ପର୍ବ ଏବଂ କଠିନ ଆରାଧ୍ୟାର ପର୍ବ। କେମିତି ଦେଖୁଛନ୍ତି ଏ ମାହୋଲକୁ ନେଇକିନା? ଏ ବାଉଁଶ କଟା ହେଉଛି ଏ ଚଡ଼କ ମେଳାର ପ୍ରଥମ ସନ୍ତକ। ଯେ ଧ୍ୱଜ ବାଉଁଶ ଛେଦନ କଲା ପରେ ଏ ଶୁଭ ଚଡ଼କ ମେଳା ଆରମ୍ଭ ହେଲା ବୋଲି ଏ ଅଞ୍ଚଳ ସମସ୍ତଙ୍କୁ ବାର୍ତ୍ତା ଦିଆଗଲା। ଏବଂ ଏ ଯେହେତୁ ଏ ବାଉଁଶ ସମସ୍ତ ପୋଡ଼ାକୁ ପୋଡ଼ା ଭ୍ରମଣ କରେ ବୋଲି ୟା ନାମ ପୋଡ଼ା ବାଉଁଶ। ଏ ପାଟ ଭକ୍ତ, ଦେଉଳିଆ ଏବଂ ଅନ୍ୟାନ୍ୟ ଭକ୍ତମାନେ ଆସନ୍ତାକାଲି ଏଇ ପୋଡ଼ା ବାଉଁଶ ସାଥିରେ ଘେନି ଯୋଉ ଯାତ୍ରାଙ୍ଗୀ ଘଟ ତାକୁ ଉତ୍ତୋଳନ କରାଯିବ। ତାପରେ ଯାଇ ପ୍ରତ୍ୟେକ ସେବାୟତ ଘରକୁ ଏଇ ସେବା ପାଟ ଭକ୍ତ ଏବଂ ଶିବିକି ଯାଇ ଆଜ୍ଞାମାଳ ନେବେ ଯେ ଆମେ ଆପଣମାନଙ୍କୁ ନିମନ୍ତ୍ରଣ କରୁଛୁ ଏ ଚନ୍ଦନେଶ୍ୱର ମହାଦେବଙ୍କର ବିଶାଳ ଯୋଉ ଚଡ଼କ ପର୍ବ ଅନୁଷ୍ଠିତ ହେବ, ସେଥିରେ ଆପଣମାନଙ୍କ ସହଯୋଗ, ଆପଣମାନଙ୍କୁ ସମ୍ପୂର୍ଣ୍ଣ ସହଯୋଗ ଆମର କାମନା। ଏହା କହି ସେମାନେ ସେବାୟତ ଘରୁ ପୋଡ଼ା ଘୁରୁଥିବା ଯୋଗୁଁ ଏହାକୁ ପୋଡ଼ା ବାଉଁଶ କୁହାଯାଏ। ଆପଣ ଦେଖୁଛନ୍ତି ପ୍ରତ୍ୟେକ ଭାବରେ ଏଇ ଯୋଉ ପୋଡ଼ା ବାଉଁଶ ଛେଦନ କରାଯାଉଛି, ଏହା ହେଉଛି ଚନ୍ଦନେଶ୍ୱର ଚଡ଼କ ପର୍ବ ଆଦ୍ୟ ସନ୍ତକ। ତେଣୁ এই ଆଦ୍ୟ ସନ୍ତକରୁ এই ବାଉଁଶରୁ ମେଳା ଶେଷ ପର୍ଯ୍ୟନ୍ତ ଏ ବାଉଁଶ ରହିବ, ଯାହାକି ପରମ୍ପରା କ୍ରମେ ଯାହାକି ନୀତିକ୍ରାନ୍ତିରେ ଏ ବାଉଁଶ ସମସ୍ତ କାର୍ଯ୍ୟକ୍ରମ ହେଇଥାଏ। ଖାଲି ବାଉଁଶରେ ଖାଲି ବାଉଁଶ କଟା ଯାଇନି, ଏଥିରେ ଯୋଉ ଶ୍ରୀଜୀଉଙ୍କର ସମସ୍ତ ନୀତିକ୍ରାନ୍ତି, ସମସ୍ତ ପର୍ବର ଯୋଉ ସମସ୍ତ ଗାଥା ଇତିକଥା ଏ ସମସ୍ତ ସେଥିରେ ନିହିତ ହୋଇ ଯାଇଥାଏ ବୋଲି ଏହାକୁ ଏ ଚଡ଼କ ପର୍ବର ମୁଖ୍ୟ ଧ୍ୱଜ ବାଉଁଶ ମଧ୍ୟ କୁହାଯାଏ। ନିଶ୍ଚିତ ଭାବରେ ଇଏ ଯୋଉ ବାଉଁଶ ଅଛି ଏହାକୁ ଧ୍ୱଜ ବାଉଁଶ କହିବା। ଅର୍ଥାତ୍ ଯୋଉ ପର୍ବ ଆରମ୍ଭ ହେଉଛି ଏ ପର୍ବର ମୁଖ୍ୟ ହଉଛନ୍ତି ଏଇ ପୋଡ଼ା ବାଉଁଶ। ଆଉ ଏଇ ପୋଡ଼ା ବାଉଁଶ କଟା ଯାଇ ମନ୍ଦିରକୁ ପହଞ୍ଚିଲେ ଆରମ୍ଭ ହେବ ଏଇ ବଡ଼ ପର୍ବ। ଅର୍ଥାତ୍ ଇଏ ହେଉଛି ବିଶ୍ୱାସ ଏବଂ କଠିନ ଆରାଧ୍ୟାର ପର୍ବ, ଯାହାକୁ ଦେଖିବା ପାଇଁ ହଜାର ହଜାର ଭକ୍ତ ଶ୍ରଦ୍ଧାଳୁଙ୍କ ଏଠି ଭିଡ଼ ଜମିଛି। ବାଲେଶ୍ୱର ଜିଲ୍ଲା ଭୋଗରାଇରୁ ସୁଶାନ୍ତ ମଣ୍ଡଳ, କନକ ନ୍ୟୁଜ୍।